ସପ୍ତାହ 5ର ମଡ୍ୟୁଲ୍ 4ରେ ସ୍ୱାଗତ। ଆମେ ତଥାପି ଏହାର ଷ୍ଟ୍ରିଙ୍ଗକୁ ଲୋଡ୍ କରିବା ସମସ୍ୟାକୁ ଦେଖୁଛୁ, ଯାହାଦ୍ୱାରା ମୁଁ କଣିକାଗୁଡ଼ିକ ଏକତ୍ର ଷ୍ଟ୍ରିଙ୍ଗ କିମ୍ବା କୌଣସି ପ୍ରକାରେ ଏକତ୍ର ସଂଯୁକ୍ତ ଓ ଏଠାରେ ଆପଣ ଏକ ପ୍ରକାର ଆବଷ୍ଟ୍ରାକ୍ଟ ମୋସନ ଭାବରେ ଷ୍ଟ୍ରିଙ୍ଗ ନେଇଛନ୍ତି, ଯାହା କଣିକାକୁ ଏକତ୍ର ଯୋଡ଼ିଥାଏ। ତେଣୁ ଆମେ ଗତ 3 ବର୍ଷ ଧରି ଏହି ସମସ୍ୟା ଦେଖି ସାରିଛୁ। ତେଣୁ ମଡ୍ୟୁଲ୍ ଓ ଆମେ ଗତିର ଏକ ସମୀକରଣ ଲେଖିଛୁ। ଆମେ ଗତିର ସମୀକରଣକୁ ସମାଧାନ କରୁ ଯେତେବେଳେ ଆମେ ଏକ ଷ୍ଟ୍ରିଙ୍ଗ ଦ୍ୱାରା O2 କଠିନ କାନ୍ଥ ମଧ୍ୟରେ N କଣିକା ବନ୍ଧା ହୋଇଥାନ୍ତି ଓ ଆମେ ଦେଖିଲୁ ଯଦି ଆପଣଙ୍କର N କଣିକା ଥାଏ, ତେବେ ସେଠାରେ ସାଧାରଣ ମୋଡ୍ ଫ୍ରିକ୍ୱେନ୍ସି ଥାଏ ଓ ଆମେ ମଧ୍ୟ ଗୁଣାତ୍ମକ ଭାବରେ କିଛି ପରିମାଣରେ ଦେଖିଲୁ ଓ ପରିମାଣିକ ଭାବରେ ମଧ୍ୟ ସାଧାରଣ ମୋଡ୍ ଦ୍ୱାରା କି ପ୍ରକାରର ଅସିଲେସନର ପାଟର୍ନ ପ୍ରଦର୍ଶିତ ହେବ, ବିଶେଷତଃ ସର୍ବନିମ୍ନ ଫ୍ରିକ୍ୱେନ୍ସି ଓ ସର୍ବୋଚ୍ଚ ଫ୍ରିକ୍ୱେନ୍ସି ପାଇଁ ହେବ। ଯେଉଁ କ୍ଷେତ୍ରରେ ଆପଣଙ୍କର ଅଳ୍ପ ସଂଖ୍ୟକ କଣିକା ଥାଏ, ଆପଣ ସମସ୍ତ ବିବରଣୀଗୁଡ଼ିକୁ ବାହାର କରିପାରିବେ ଓ ଆପଣ ମୁଖ୍ୟ ଭାବରେ ପ୍ରତ୍ୟେକ କେସ୍ରେ ଅସିଲେସନର ପାଟର୍ନ ଲେଖିପାରିବେ। ଏବେ ଆମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରୁ, ଯାହାକୁ ଏଠାରେ କଣ୍ଟିନ୍ୟୁୟମ୍ ଲିମିଟ୍ କୁହାଯିବ, ଯାହା ହେଉଛି ଏକ ଷ୍ଟ୍ରିଙ୍ଗରେ N କଣିକା ସହିତ ଆମେ ଯାହା ଦେଖୁଛୁ ତାହାର ଏକ କାନୋନିକାଲ ଉଦାହରଣ ଅଟେ ଓ ଏହି ବାଉଣ୍ଡାରୀ ଅବସ୍ଥାରେ 0 ପୋଜିସନରେ ଥିବା କଣିକା ଓ N+1 ପୋଜିସନରେ ପାନ ରହିଥାଏ। ସେମାନଙ୍କର ଆମ୍ପ୍ଲିଟ୍ୟୁଡ୍ ସବୁ ସମୟରେ 0 ଅଟେ, ଯାହାର ଅର୍ଥ ହେଉଛି ସେମାନେ ଆଦୌ ଅସିଲେଟ୍ ହେବେ ନାହିଁ। ଏବେ ଯେତେବେଳେ ମୁଁ କହିବି ଯେ ମୁଁ କଣ୍ଟିନ୍ୟୁୟମ୍ ଲିମିଟ୍ ନେବାକୁ ଯାଉଛି, ଯାହା ମୁଁ କରିବାକୁ ଯାଉଛି ତାହା ହେଉଛି 2 କଣିକା ମଧ୍ୟରେ ଏହି ଦୂରତା ଯାହାକୁ ଆମେ କହିଥିଲୁ ଓ ସମସ୍ତ କଣିକା ପରସ୍ପରଠାରୁ ସମାନ ଦୂରତା ବଜାୟ ରଖିଥିଲେ। ମୁଁ ଏକ ଟେଣ୍ଡିଂ ସୀମାକୁ 0କୁ ନେବାକୁ ଯାଉଛି। ତେଣୁ ଯଦି ମୁଁ ଏକ ଟେଣ୍ଡିଂର ସୀମାକୁ 0କୁ ନେଇଯିବି, ତେଣୁ କଣିକାଗୁଡ଼ିକ ପରସ୍ପରର ନିକଟତର ହେବାକୁ ଯାଉଛନ୍ତି ଓ ମୁଖ୍ୟତଃ ଷ୍ଟ୍ରିଙ୍ଗ ଗଠନ କରିବେ। ତେଣୁ ସେହି ପ୍ରକାରର ଦୃଶ୍ୟ ଯାହାକୁ ଆମେ ଦେଖିବା। ତେଣୁ ଏବେ ଆମକୁ ଆଉ ଏକ ଷ୍ଟ୍ରିଙ୍ଗରେ ବନ୍ଧା ହୋଇଥିବା କଣିକା ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆମେ କେବଳ ଷ୍ଟ୍ରିଙ୍ଗର ଅସିଲେସନ ହେବା ଉପରେ ଦୃଷ୍ଟି ରଖିବୁ, ଯେଉଁଥିରେ କଣିକାଗୁଡ଼ିକ ପରସ୍ପରର ନିକଟତର ଅଟନ୍ତି। ଯେ ଏହି ପରିସ୍ଥିତିକୁ ବିଶ୍ଳେଷଣ କରିବା ପାଇଁ ଆପଣ କଣିକା ମଧ୍ୟରେ ଦୂରତା ପ୍ରାୟ ଶୂନ୍ୟ ସହିତ ସମାନ ହୋଇପାରିବେ ଓ ପୁନର୍ବାର ଗତିର ସମୀକରଣରୁ ଆରମ୍ଭ ହେବ। ଆମେ ଗତିର ଏହି ସମୀକରଣରେ ପୂର୍ବରୁ ପାଇଛୁ, ଯାହା ମନେ ପକାଇବା ପାଇଁ ଆମେ ଯାହା କରିଥିଲୁ ତାହା ହେଉଛି T ହେଉଛି ୟୁନିଫର୍ମ ଟେନ୍ସନ ଷ୍ଟ୍ରିଙ୍ଗରେ, M ହେଉଛି ବିଶ୍ୱର ବସ୍ତୁତ୍ୱ ଓ A ହେଉଛି କଣିକାଗୁଡ଼ିକ ଭିତରେ ଥିବା ଦୂରତା। ଆମର ବାଇଆର ପାଇଁ ସମୀକରଣ ଅଛି, ଯାହାର ଅର୍ଥ ହେଉଛି ଏହା ଆର୍ଥ ପାର୍ଟିକିଲ ପାଇଁ ଡିସପ୍ଲେସମେଣ୍ଟ। ତେଣୁ ଆପଣଙ୍କୁ ପୁନର୍ବାର ମନେ ପକାଇବା ପାଇଁ ଆର ହେଉଛି ଷ୍ଟ୍ରିଙ୍ଗରେ ଥିବା କଣିକାର ସଂଖ୍ୟା ପାଇଁ ଇଣ୍ଡେକ୍ସ। ଯେହେତୁ ଆମେ ଦେଖିପାରିବା ଡିସପ୍ଲେସମେଣ୍ଟ ପ୍ରକୃତରେ ଉଭୟ ଅବସ୍ଥାନ ଓ ସମୟର ଏକ ଫଙ୍କସନ୍, ତେଣୁ ଏହା ନିର୍ଭର କରେ ଯେ ଆପଣ ଷ୍ଟ୍ରିଙ୍ଗ ସହିତ କେଉଁଠାରେ ଦେଖୁଛନ୍ତି ଓ ସେଠାରେ ମଧ୍ୟ ସମୟ ଅଛି। ତେଣୁ ଯେତେବେଳେ ଆମେ ବିବେଚିତ ହୋଇଥାଉ, ମୁଁ ନୋଟେସନର ନୂତନ ସେଟ୍ ବ୍ୟବହାର କରିବାକୁ ଯାଉଛି। ତେଣୁ ମୁଁ କହିବାକୁ ଯାଉଛି ଯେ ଡେଲ୍ଟା x ଦ୍ୱାରା ଏକ ଇଚ୍ଛାକୁ ସୂଚିତ କରାଯିବ ଓ ଅବଶ୍ୟ ଆମେ ଲିମିଟ୍ ଡେଲ୍ଟା xକୁ 0କୁ ଟେଣ୍ଡିଂ କରିବା। ତେଣୁ କହିପାରିବା ଯେ ଆର ହେଉଛି ଅନ କଣିକାର ଅନ ପାର୍ଟିକିଲ ପୋଜିସନ ପାଇଁ ଇଣ୍ଡେକ୍ସ ଓ ଏବେ ତାହା ପାଇ ଅଫ୍ x, T ଦ୍ୱାରା ସୂଚିତ ହେବାକୁ ଯାଉଛି। ତେଣୁ ଏବେ ଏହା ସ୍ପଷ୍ଟ ହୋଇଛି ଯେ I ଡିସପ୍ଲେସମେଣ୍ଟ ଉଭୟ ସ୍ଥାନ ଉପରେ ନିର୍ଭର କରେ। ଯଦି ଏହା ହୁଏ, ତେବେ ଆପଣଙ୍କର ଷ୍ଟ୍ରିଙ୍ଗ ଓ ସମୟ ସହିତ କଣିକାର ସ୍ଥିତି, ତାପରେ ମୁଁ I ସହିତ ଅନ୍ୟ କିଛି ପରିମାଣକୁ ସୂଚିତ କରିପାରିବି। ଯେହେତୁ Y ହେଉଛି ଉଭୟ x ଓ T ର ଏକ ଫଙ୍କସନ୍, ମୁଁ ବ୍ୟାଖ୍ୟା କରିପାରିବି ଓ ଡୁ ପାଇ ବାଇ ଡୁ x ବ୍ୟାଖ୍ୟା କରିପାରିବି, ଯାହା x ସହିତ କିମ୍ବା ପୋଜିସନ ଅନୁସାରେ
ଅଇର ପାର୍ସିଆଲ ଡେରିଭେଟିଭ୍ ଅଟେ। ତେଣୁ ଏହା ଏକ ପ୍ରଶ୍ନ ଷ୍ଟ୍ରିଙ୍ଗ ସହିତ ପୋଜିସନର ଫଙ୍କସନ୍ ଭାବରେ ଡିସପ୍ଲେସମେଣ୍ଟର ପରିବର୍ତ୍ତନ ହାର କଣ ଅଟେ। ତେଣୁ ଯେତେବେଳେ ଆପଣ ଏହା କରନ୍ତି ଆପଣ ଟିକୁ କନଷ୍ଟାଣ୍ଟ ରଖନ୍ତି। ସେହିଭଳି ମୁଁ ସମୟ ସହିତ ଅନ୍ୟ ଏକ ପାର୍ସିଆଲ ଡେରିଭେଟିଭ୍କୁ ମଧ୍ୟ ବ୍ୟାଖ୍ୟା କରିପାରିବି ଯାହାଦ୍ୱାରା ତାହା ଡୁ ପାଇ ବାଇ ଡୁଟି ହେବ ଯାହା ଫଳରେ I ନିଜେ x ଓ t ର ଏକ ଫଙ୍କସନ୍ ହେବ ଡୁ ପାଇ ବାଇ ଡୁଟି। ଏହା ସୂଚିତ କରିବ ଯେ ଯେତେବେଳେ ଆପଣ xକୁ ସ୍ଥିର ରଖିବେ ସେତେବେଳେ ଏହା ଡିସପ୍ଲେସମେଣ୍ଟର ଏକ ପରିବର୍ତ୍ତନ ହାର ଅଟେ ଯାହାକି ସମୟର ଏକ ଫଙ୍କସନ ହେବ ଯେତେବେଳେ x କନଷ୍ଟାଣ୍ଟ ଥିବ। ତେଣୁ ଏବେ ଚାଲନ୍ତୁ ଆମର ନୋଟେସନକୁ ଫେରିଯିବା ଯାହାକୁ ଆମେ ଉପସ୍ଥାପନ କରିଥିଲୁ। ତେଣୁ ଆମେ କହିଲୁ ଯେ ର ଅଫି ହେଉଛି x, t। ତେଣୁ ଏହା ହେଉଛି କଣ୍ଟିନ୍ୟୁୟମ୍ ଲିମିଟ୍‌ରେ ଉଲ୍ଲେଖନୀୟ ପରିବର୍ତ୍ତନ ଓ ମୁଁ ଆର ପ୍ଲସ୍ ମାନ ଅଫ୍ ଟିକୁ ପରିଚିତ କରିବାକୁ ଯାଉଛି ଯାହାକୁ ଆମେ ବ୍ୟବହାର କରିଥିଲୁ ଓ ତାହା ଅଫ୍ x ପ୍ଲସ୍ ଡେଲଟା ଟି ହେବ ଓ ସମାନ ଭାବରେ ଆର ମାଇନସ୍ ୱାନ ଅଫ୍ ଟି ବାଇ ଅଫ୍ x ମାଇନସ୍ ଡେଲଟା ହେବ ଯାହାକି ସମୟର ଏକ ଫଙ୍କସନ୍। ଏବେ କଣ୍ଟିନ୍ୟୁୟମ୍ ଲିମିଟ୍‌ରେ ଗତିର ଏକ ସମୀକରଣ ପାଇବା ପାଇଁ ମୁଁ କେବଳ ତାହା ସବଷ୍ଟିଚ୍ୟୁଟ୍ କରିବା ଆବଶ୍ୟକ। ସମୀକରଣରେ ଥିବା ଏହି ଜିନିଷଗୁଡ଼ିକ ଯାହା ମୋର ଅଛି ତାହା ମଧ୍ୟ ମୁଁ ଏହା ମଧ୍ୟ ଉଲ୍ଲେଖ କରିବା ଉଚିତ ଯେ ଦ୍ୱିତୀୟ ଡେରିଭେଟିଭ୍ ମଧ୍ୟ ଏକ ସମାନ ଭାବରେ ବ୍ୟାଖ୍ୟା କରାଯାଇଛି। ତେଣୁ ଡି ସ୍କୋୟାର କିମ୍ବା ଡୁ ସ୍କୋୟାର ବାଇ ଡୁ ଟି ସ୍କୋୟାର ହେବ ଯେତେବେଳେ xକୁ ସ୍ଥିର ରଖାଯାଏ। ସେହି ସମୟ ସହିତ ପାଇର ଦ୍ୱିତୀୟ ଡେରିଭେଟିଭ୍ ଅର୍ଥାତ୍ ଏହା ଷ୍ଟାଣ୍ଡାର୍ଡ ଜେନେରାଲାଇଜେସନ୍। ଯଦି ଆପଣ ପାର୍ସିଆଲ ଡେରିଭେଟିଭ୍ ଓ ପାର୍ସିଆଲ ଡିଫରେନ୍ସିଏସନ୍ ବିଷୟରେ ଅବଗତ ଅଛନ୍ତି ତେବେ ଏହା ସହଜ ହେବା ଉଚିତ। ଯଦି ଆପଣ ପାର୍ସିଆଲ ଡିଫରେନ୍ସିଏସନ୍‌ର ଏହି ଧାରଣା ସହିତ ପରିଚିତ ନୁହନ୍ତି ତେବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ କାଲକୁଲସ୍ ଉପରେ କୌଣସି ମୌଳିକ ପୁସ୍ତକ ଖୋଜିବା ଯେଉଁଠାରେ ଆମେ ଏହି ଧାରଣାଗୁଡ଼ିକୁ ସହଜରେ ଉଠାଇବାରେ ସକ୍ଷମ ହେବା ଉଚିତ। ଏବେ ଆଗକୁ ଯିବା ଓ ଚାଲନ୍ତୁ ଏହି ସବୁ ଆର ପ୍ଲସ୍ ମାନ ଓ ମାଇନସ୍ ମାନ ମୁଁ ସବଷ୍ଟିଟ୍ୟୁଟ୍ କରିବା ପୂର୍ବରୁ ରହିଛି। ମୋତେ ଏଠାରେ ଏକ ଆନୁମାନିକତା କରିବାକୁ ଦିଅନ୍ତୁ। ଅବଶ୍ୟ ଆର ହେଉଛି ଅପେକ୍ଷ କମାଟି କ୍ୱାଇଟ୍ ଷ୍ଟାଣ୍ଡାର୍ଡ ଆନୁମାନିକ କରିବାର କିଛି ନାହିଁ କିନ୍ତୁ ଆର ପ୍ଲସ୍ ମାନ ଯାହାକି ଅଫ୍ x ପ୍ଲସ୍ ଡେଲଟା x ଅଟେ ଓ ମୁଁ ଏବେ ପାଇଁ ଏଥର ସପ୍ରେସ୍ କରିବାକୁ ଯାଉଛି କିନ୍ତୁ ମନେ ରଖନ୍ତୁ ଯେ ସର୍ବଦା ସମୟ ଉପରେ ନିର୍ଭର କରେ ଯଦିଓ ମୁଁ ଏଠାରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରେ ନାହିଁ। ତେଣୁ ଡେଲଟା x ଛୋଟ ହୋଇଥିବାରୁ ମୁଁ ଏବେ ଏହି କ୍ୱାଣ୍ଟିଟିର ଏକ ଟେଲର ଏକ୍ସପାନ୍ସନ୍ କରିପାରିବି। ତେଣୁ ପୁଣି ଥରେ ଆପଣଙ୍କୁ ମନେ ପକାଇଦେବି ଯେ ଯଦି ଆପଣ ଟେଲର ଏକ୍ସପାନ୍ସନ୍‌ର ଧାରଣା ସହିତ ଅତି ପରିଚିତ ନୁହନ୍ତି ଦୟାକରି ଫେରିଯାଆନ୍ତୁ ଓ ଯେ କୌଣସି ଆନାଲିସିସ୍ କାଲକୁଲସ୍ ପୁସ୍ତକ ଖୋଜନ୍ତୁ ଯେଉଁଠାରୁ ଆପଣ ପୁଣି ମୌଳିକ ଜ୍ଞାନ ସହଜରେ ନେଇପାରିବେ। ତେଣୁ ଏଠାରେ ମୁଁ x ବିଷୟରେ ଟେଲର ଏକ୍ସପାଣ୍ଡିଙ୍ଗ କରୁଛି। ତେଣୁ ଅନ୍ୟ ଶବ୍ଦରେ ପ୍ରଶ୍ନ ହେଉଛି ମୁଁ ପୋଜିସନ୍ xରେ ଡିସପ୍ଲେସମେଣ୍ଟର ମୂଲ୍ୟ ଜାଣେ। ମୁଁ ଜାଣିବାକୁ ଚାହେଁ ଯେ ଏକ ପଏଣ୍ଟ xରୁ କିଛି ଦୂରରେ x ପ୍ଲସ୍ dx ହୋଇପାରେ ସେଠାରେ ଡିସପ୍ଲେସମେଣ୍ଟର ମୂଲ୍ୟ କଣ। ତେଣୁ ତେବେ ଆମେ ଏକ ଟେଲର ଏକ୍ସପାନ୍ସନ୍ କରିବା। ତେଣୁ ଏହା ହେବ ଅଫ୍ x ପ୍ଲସ୍ ଡୁ ବାଇ ଡୁ x ଇଣ୍ଟୁ ଡେଲଟା x ପ୍ଲସ୍ ୱାନ ବାଇ ଟୁ ଫ୍ୟାକ୍ଟୋରିଆଲ୍ ଡୁ ସ୍କୋୟାର ବାଇ ଡୁ x ସ୍କୋୟାର ଇଣ୍ଟୁ ଡେଲଟା x ସ୍କୋୟାର ପ୍ଲସ୍ ନିଶ୍ଚୟ ତାହା ଅଧିକ ବଡ଼ ଅର୍ଡର ଟର୍ମ ହେବ ଡେଲଟା xରେ ଉଚ୍ଚ କ୍ରମ। ତେଣୁ ଶବ୍ଦ ରହିବ ଯେଉଁଥିରେ କିଛି କୋଏଫିସିଏଣ୍ଟ ଟାଇମ୍
डेल्टा एक्स क्यूब किछि कोएफिशिएंट डेल्टा एक्स पावर 4 एहिपरि आगकु रहिब किंतु जेहेतु आमे अनुमान करिछु जे डेल्टा एक्स छोट तेणु एहा कहिबा सहित समान जे डेल्टा एक्स पानठारु कम अटे ଯେଉଁ କ୍ଷେତ୍ରରେ ଆମେ ସମସ୍ତ ସର୍ତ୍ତାବଳୀକୁ ଉପେକ୍ଷା କରିପାରିବା ଯାହା ଡେଲଟା ଏକ୍ସରେ ଏ ଡେଲଟା ଏକ୍ସ ସ୍କୋୟାର ଠାରୁ ଅଧିକ କ୍ରମ ଅଟେ ତେଣୁ ଏବେ ଏହି ସମୀକରଣରେ ବଦଳାଇବା ପୂର୍ବରୁ ମୁଁ I ଆର ମାଇନସ୍ ପାଇଁ ମଧ୍ୟ ସମାନ କାର୍ଯ୍ୟ କରିବାକୁ ଯାଉଛି। ତେଣୁ ପୁନର୍ବାର ଏହା ଏକ ସିଧା ଫରୱାର୍ଡ ଟେଲର ଏକ୍ସପାନସନ୍ ଏହା ହେବ I ଅଫ୍ ଏକ୍ସ ତେଣୁ ଏହା ବାଇ ଅପେକ୍ଷ ମାଇନସ୍ ଡେଲଟା ଏକ୍ସ ହେବ ଓ ଏହା ମଧ୍ୟ ସମୟର ଫଙ୍କସନ୍ ହେବ ତେଣୁ ଏହା ହେବ I ଏକ୍ସ ମାଇନସ୍ ଡୁ ପାଇ ବାଇ ଡୁ ଏକ୍ସ ଇଣ୍ଟୁ ଡେଲଟା ଏକ୍ସ ପ୍ଲସ୍ ପାନ ବାଇ ଟୁ ଫ୍ୟାକ୍ଟୋରିଆଲ ଡୁ ସ୍କୋୟାର I ବାଇ ଡୁ ଏକ୍ସ ସ୍କୋୟାର ଇଣ୍ଟୁ ଡେଲଟା ଏକ୍ସ ସ୍କୋୟାର ଓ ଅବଶ୍ୟ ସେଠାରେ ଉଚ୍ଚ କ୍ରମର ସର୍ତ୍ତାବଳୀ ଅଛି ଯାହାକୁ ମୁଁ ଅଣଦେଖା କରିବାକୁ ଯାଉଛି ତେଣୁ ଏବେ ମୋର ସମସ୍ତ ଉପାଦାନ ଅଛି ଓ ମୁଁ ଏହି ସମୀକରଣରେ ଏହି ସବୁକୁ ସବଷ୍ଟିଟ୍ୟୁଟ୍ କରିବି ଏବେ ଯଦି ମୁଁ ତାହା କରେ ଏହା ହେଉଛି ଯାହା ମୁଁ ପାଇବା ଉଚିତ ତାହା ହେଉଛି I ଆର ସରଳରେ I ଅପେକ୍ଷ କମା ଟି ତେଣୁ ମୋ ପାଖରେ ରହିବ ଲେଫ୍ଟ ହ୍ୟାଣ୍ଡ ସାଇଡରେ ଡୁ ସ୍କୋୟାର ବାଇ ଡୁ ଟି ସ୍କୋୟାର ବାଇ ଡୁ ଟି ସ୍କୋୟାର ଓ ଏହା ଏକ୍ସ ଓ ଟି ର ଏକ ଫଙ୍କସନ୍ ହେବ ଓ ଏହାପରେ ରହିବ ଟି ବାଇ ଏମ ଓ ଏବେ ମୁଁ ଏହା ପାଇଁ ସବଷ୍ଟିଟ୍ୟୁଟ୍ କରିବି I ଆର ପ୍ଲସ୍ ମାନ ଯାହାକି I ଅପେକ୍ଷ ପ୍ଲସ୍ ଡୁ ପାଇ ବାଇ डू एक्स इंटू डेल्टा एक्स प्लस वन बाई टू इंटू डू स्क्वायर बाई डू एक्स स्क्वायर इंटू डेल्टा एक्स स्क्वायर तेणु मु यार आगकू किछि टर्म नेबी नाही माइनस टू I आर हेब टू इंटू पाई अपेक्ष कमाटी ओ यहाँ परे मो पाखरे रहिब I आर माइनस वन जहा मोते देव बाई अपेक्ष माइनस डेल्टा पाई बाई डेल्टा एक्स इंटू डेल्टा एक्स प्लस वन बाई टू डू स्क्वायर बाई डू एक्स स्क्वायर इंटू डेल्टा एक्स स्क्वायर जदि आपण एही समीकरण देखंती सेथिरे अनेक टर्म कैनसेल होइजिब उदाहरण स्वरूप एही बाई अपेक्ष ओ माइनस टू पाई अपेक्ष जहाँकि कैनसेल होइजिब ओ डेल्टा एक्स डू I बाई डू एक्स इंटू डेल्टा एकर फास्ट ऑर्डर टर्म मध्य कैनसेल होइजिब तेणु एही कैनसेलेशन परे जेउठारे केवल टू टर्म बाकी रहिला जहा हेउछि द्वितीय डेरिवेटिव टर्म पोजिशन एक्स अनुसारे द्वितीय डेरिवेटिव आसंतु सेही सबुकु एकाठी संग्रह करिबा ओ एहाकु लेखिबा तेणु जेतेबेले मु एही सबु करे समीकरण एक प्रकार सरल अटे ओ मु एही समीकरण पाइथाए जहा मो सामनारे अछि एबे अवश्य मु एहाकु दीर्घ समय पूर्वरु करिबा उचित तेणु आमे कहिलु जे ए डेल्टा एक्स सहित समान तेणु एहा हेब टी बाई एम इंटू डेल्टा एक्स डू स्क्वायर बाई डू एक्स स्क्वायर इंटू डेल्टा एक्स स्क्वायर तेणु डेल्टा एक्स ଏହା କ୍ୟାନସେଲ ହୋଇଯିବ ଓ କେବଳ ମାନ ଡେଲ୍ଟା ଏକ୍ସ ଏଠାରେ ରହିଯିବ ଓ ଏହା ସହିତ ମୋ ପାଖରେ ରହିବ ଟି ବିଭକ୍ତ ଏମ ବାଇ ଡେଲ୍ଟା ଏକ୍ସ ଗୁଣନ ଡୁ ସ୍କୋୟାର I ବାଇ ଡୁ ଏକ୍ସ ସ୍କୋୟାର ଓ ଏମ ବାଇ ଡେଲ୍ଟା ଏକ ଅବଶ୍ୟ ଏହା ଲିନିୟର ଡେନସିଟି ତେଣୁ ଅନ୍ତିମ ଫଳାଫଳ टी बाई रो इंटू डू स्क्वायर बाई डू एक्स स्क्वायर हेब तेणु एबे आमे अंतिम फलाफल लेखिबा तेणु
ଏବେ ଆମେ କଣ୍ଟିନ୍ୟୁୟମ୍ ଲିମିଟରେ ଗତିର ଏକ ସମୀକରଣ ପାଇଛୁ ଓ ମନେ ରଖିବା ଉଚିତ ଯେ I ହେଉଛି x ଓ t ର ଏକ ଫଙ୍କସନ୍ ଓ ଯେତେବେଳେ ଆମେ କହିବୁ ଯେ ଆମେ ଏହି ସମୀକରଣର ଏହି କଣ୍ଟିନ୍ୟୁୟମ୍ ଭର୍ସନକୁ ସମାଧାନ କରିବାକୁ ଯାଉଛୁ। ଏହାର ଅର୍ଥ ହେଉଛି ଯେ ଆମେ ପୋଜିସନର ଫଙ୍କସନ ସମୟର ଫଙ୍କସନ ଭାବରେ ଡିସପ୍ଲେସମେଣ୍ଟ ପାଇବାକୁ ସକ୍ଷମ ହେବା ଉଚିତ। ତେଣୁ ଏହା ବୋଧହୁଏ ଫିଜିକ୍ସର ଏକ ଗୁରୁତ୍ୱପୂର୍ଣ୍ଣ ସମୀକରଣ ଅଟେ ଓ ଏହାକୁ ଏଭିକ୍ୱେସନ୍ କୁହାଯାଏ। କଣିକା ସଂଗ୍ରହର ଗତିଶୀଳତାକୁ ବର୍ଣ୍ଣନା କରିବା ପାଇଁ ସମସ୍ୟାଟି ଥିଲା ଯାହା ଏକତ୍ର ଯୋଡ଼ି ହୋଇ ରହିଥାଏ ଓ ସେଠାରେ ଏକ ବାଉଣ୍ଡରୀ କଣ୍ଡିସନ୍ ଥାଇପାରେ ଏକ ବାଉଣ୍ଡରୀ କଣ୍ଡିସନ୍ ନଥାଇପାରେ ଗତିର ସମୀକରଣ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେଣୁ ଆମେ ଗତିର ଏକ ସମୀକରଣ ପାଇବାକୁ ସକ୍ଷମ ହୋଇଥିଲୁ ଯାହାର ପୃଥକ ଫର୍ମ ଏହା ଆପଣଙ୍କ ସାମ୍ନାରେ ଦିଆଯାଇଥିଲା। ତେଣୁ ଭୌତିକ ଭାବରେ ଏହା ବିଶ୍ୱ ସହିତ ଅନୁରୂପ ଅଟେ ଯାହାକି ଏକ ଷ୍ଟ୍ରିଙ୍ଗ ଦ୍ୱାରା ଏକତ୍ର ବନ୍ଧା ହୋଇଛି। ଯେତେବେଳେ ଆପଣ ସେହି ବିଶ୍ୱ ନିକଟତର କରନ୍ତି ଓ ନିକଟତର ହୁଅନ୍ତି ଆପଣ କଣ୍ଟିନ୍ୟୁୟମ୍ ଲିମିଟକୁ ଯାଆନ୍ତି। ତେଣୁ ଆପଣ ଆପଣଙ୍କର ଗତିର ସମୀକରଣର ସେହି ଡିସକ୍ରିଟ୍ ଭର୍ସନରୁ ସଠିକ୍ ଭାବରେ ଲିମିଟ୍ ନିଅନ୍ତୁ। ଆପଣ ଏକ ପାର୍ସିଆଲ ଡିଫରେନ୍ସିଆଲ ସମୀକରଣ ସହିତ ଶେଷ ହେବ ଓ ଏହାକୁ ଏଭିକ୍ୱେସନ୍ କୁହାଯାଏ। ଓ ପୁନର୍ବାର ମୁଁ ଜୋର ଦେବାକୁ ଚାହେଁ ଯେ ଏଠାରେ ଏହି ସମୀକରଣରେ କୌଣସି ବାଉଣ୍ଡରୀ କଣ୍ଡିସନ୍ ନାହିଁ। ତେଣୁ ପ୍ରତ୍ୟେକ ଥର ଆମେ ଏକ ସମସ୍ୟାର ସମାଧାନ କରିବା ପାଇଁ ସେହି ସମସ୍ୟା ପାଇଁ ଉପଯୁକ୍ତ ଏକ ବାଉଣ୍ଡରୀ କଣ୍ଡିସନ୍ ଲଗାଇବାକୁ ହେବ। ତେଣୁ ଏହି ପାଠ୍ୟ ସହିତ ମୁଁ ଏହି ମଡ୍ୟୁଲ୍ ବନ୍ଦ କରିବି ଓ ଏଭିକ୍ୱେସନ୍ ଓ ଏହାର ବିଭିନ୍ନ ଗୁଣ କିପରି ସମାଧାନ ହେବ ଓ ଆଗାମୀ ସପ୍ତାହରେ ଏହା ଏକ ସମସ୍ୟାର ରିଅଲ୍ ଫିଜିକ୍ସ ସହିତ କିପରି ଜଡ଼ିତ ତାହା ଆମେ ଦେଖିବା।